3:30 ହେଲାଣି ମାନେ ଭୋର 3:30 ମାନେ ସଡ଼ନ୍ ଶୋଇଥିଲା ଉଠି କ'ଣ ତାର ବାନ୍ତି ହେଲା ଉଠି ଘର ଭିତରେ ବାନ୍ତି କରିଦେଲା ଆସିକି ଏଠି ଶୋଇଛି ତା ପେଟରେ ଏଠି ପାଣି ଭାଙ୍ଗି ଦେଉଛି ଏଇଠି ଦେଖୁନି ଏଇଠି ବାନ୍ତି କରିଦେଇଥିଲା ପୋଛାପୋଛି ପାଚିକି ଆସିକି ତାପରେ ପେଟରେ ପାଣି ଭାଙ୍ଗି ଦେଉଛି କ'ଣ ତାର ହେଲା କି ବାନ୍ତି ଭାନ୍ତି କରିଦେଲା ପେଟ ଗରମ ହେଇଯାଇଛି କ'ଣ ଶୋଇଛି ତା ଭଲ ଲାଗୁନି ତା ପେଟରେ ପାଣି ଭାଙ୍ଗି ଦେଉଛି। ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ମୋ ଚ୍ୟାନେଲରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ପୂର୍ବରୁ ଭିଡ଼ିଓଟା ପକାଇଛି 3ଟା ରାତିରୁ ଆଉ 3:30 ହେବ କାହିଁକିନା ସେ ପୁଅର ଦେହ ଭଲ ନାହିଁ ମୋ ଧନର ଦେହ ଭଲ ନାହିଁ ଆଉ ସଡ଼ନ୍ ଉଠିଲା 3ଟା ରାତିରେ ସଡ଼ନ୍ ଉଠିଲା କି ନାହିଁ କହିଲା ମମି ମୋତେ ବାନ୍ତି ଲାଗୁଛି ମାନେ ସଡ଼ନ୍ ଉଠିକି ଯାଇଛି ଏଇ ତଳେ ବାନ୍ତି କରିଦେଲା ସେଠୁ ବାନ୍ତି କରିକି ସେଠୁ ତ ବାହାରକୁ ନେଇଗଲି ବାହାରେ ବି ଆଉ ଟିକେ ବାନ୍ତି କଲା ତାପରେ ମୁଁ ଘର ସବୁ ପୋଛି ଦେଇଥିଲି ପୋଛି ଦେଇକି ତାପରେ ତା ପେଟରେ ପାଣି ଦେଲି ମାନେ ଯେଉଁ ପାଣି ଭାଙ୍ଗିଲେ କଂସାରେ ପାଣି ଦେଇକି ସେଠୁ ତାପରେ ସିଏ ବି ଶୋଇପଡ଼ିଲା ଟିକେ ମୁଁ ବି ଶୋଇପଡ଼ିଲି ଆଉ ଶୋଇଗଲା ପରେ ପୁଣି ଜଷ୍ଟ ମାନେ 3-4 ମିନିଟ୍ ଶୋଇଛି 3-4 ମିନିଟ୍ ଶୋଇଛି ପୁଣି ଉଠିକି ଗଲା ମମି ପୁଣି ଯୋଉଠୁ ବାନ୍ତି ଲାଗିଲା ସେଠୁ ବାହାରକୁ ନେଇକି ଗଲି ବାନ୍ତି କଲା ବାନ୍ତି କରିସାରିକି ତାପରେ ତେବେ ଆଉ ଭଲ ଲାଗିଲାନି ସେଠୁ ମୁଁ ବି ସେମିତି ଗଡ଼ୁଥିଲି ସେ ଶୋଇପଡ଼ିଲା ମୁଁ ଗଡ଼ୁ ମୋତେ ବି କେତେବେଳେ ନିଦ ହେଇଯାଇଛି ମୁଁ ବି ଜାଣିନି ତାପରେ ଆସିକି ବି ବାଜିଲାଣି କେତେ 6:20 ହେଇଥିଲା ଆସିକି ମୁଁ ଘନ ବି ଉଠିକି ବାହାରକୁ ଯାଇଥିଲା ସେଠୁ ମୋତେ ହଲେଇକି ଡାକିଲା ବେଳକୁ ଦେଖିଲା ବେଳକୁ 6:20 ହେଲାଣି ସେଠୁ ମୁଁ ଉଠିକି ମୋ କାମ ସବୁ ସାରିଦେଲି ସେ ଏପର୍ଯ୍ୟନ୍ତ ବି ଶୋଇଛି ଉଠିନି ତାକୁ ଭଲ ଲାଗୁନି ଟୋଟାଲି କାନ୍ଦୁଣି ମାନ୍ଦୁଣି ହେଉଛି ମୋତେ ଭଲ ଲାଗୁନି ଆଉ ସେଇ 6ଟା ବେଳେ ଯେ ସେ ଉଠିକି ଏପଟ ସେପଟ ହେଇଥିଲା ତାପରେ କାନ୍ଦୁଣି ମାନ୍ଦୁଣି ହେଇକି ଶୋଇପଡ଼ିଛି ଜଷ୍ଟ ଏଇ ଚା ପିଉଛି ତାକୁ ବି ମୁଁ ରାତିରେ ତାକୁ ସେ ଯେଉଁ ସେକେଣ୍ଡ ଥର ଯେଉଁ ଯାଇଥିଲା ବାନ୍ତି କଲା ସେତେବେଳେ ତାକୁ ବ୍ରସ୍ କରିଦେଲି ମୁଁ ଭାବିଲି ଯେଉଁ ପାଟି ପାଇଁ ବୋଧେ ବାନ୍ତି ହେଉଛି ନା କ'ଣ ସେଠୁ ତାକୁ ଗଲି ବ୍ରସ୍ କରିଦେଲି ମୁଁ ବି ବ୍ରସ୍ କରିଦେଇଥିଲି ତାପରେ ଆସିକି ତ ଶୋଇପଡ଼ିଛି ଉଠିକି ଗଲି ଗାଧୋଇ ପାଧୋଇ ଆସିଛି ସେ ପର୍ଯ୍ୟନ୍ତ ଉଠିନି ତାକୁ ଉଠିକି ଖୋଇନି କାହିଁକିନା ଏବେ ଶୀତ ଦିନ ପାଇଁ ତାପରେ ବର୍ଷା ଯେଉଁ 2 ଦିନ ଖଣ୍ଡେ ମାନେ ଏମିତି ପାଗ କଲା ଆଉ ଟୋଟାଲି ସେ ଗାଧେଇଲାନି ବି ତାକୁ ଖାଲି ସେ ଗୋଡ଼ ହାତ ପୋଛି ହେଇଛି ପେଟ ପାଣି କରିନି ତାପରେ ବି ଟିଫିନ୍ ନେଇକି ଯାଉଛନ୍ତି ରୁଟି ପରଟା ଏଇଗୁଡ଼ା ଭାତ ଖାଇଲେ ସିନା ଇଏ ହେବ ତାପରେ ପେଟ ବି ଗରମ ହେଇଯାଇଛି 2 ଦିନ ଗାଧେଇନି ତାପରେ ଯେଉଁ ଶୀତ ଦିନରେ ଘୋଡ଼େଇକି ବି ଶୋଇବାଟା ସେଇଥିରେ ବେଶୀ ପେଟ ଗରମ ହେଇଛି ବୋଧେ ପେଟ ଗରମ ପାଇଁ ତାର ବାନ୍ତି ହେଇଯାଇଛି ଆଉ ଦେଖିବା ଆଜି କ'ଣ ହେଉଛି ଆଉ ତାପରଠୁ ତ ଉଠେଇ ନେଇକି ମାନେ ଉଠିଛି ବୁଲାବୁଲି କରିଛି ଆଉ ବାନ୍ତି ହେଇନି ଆଉ କାଲି ତାପରେ ସ୍କୁଲରେ ଥିଲା ନା ଆଉ ଯେଉଁ ମାନେ ଭୋଜି ହେଇଥିଲା ସେ କ'ଣ ଟିକେ ଖାଇକି ଆସିଛି ଆଉ ସେଇଥିଲାଗି ହେଇଗଲା ବେଶୀ ବୋଧେ ଆଉ କାଲି ରାତିରେ ବି ସେମିତି ଟିକେ କହୁଥିଲା ମୋତେ ଭଲ ଲାଗୁନି ତାପରେ ଶୋଇଛି ଧନ ହେଇ ଧନରେ ଏ ଧନ ଉଠୁନୁ କ'ଣ ଟିକେ ଖାଇବୁ ନଉ ବାନ୍ତି କରିଦେଇଛ ପେଟ ଖାଲି ହେଇଯାଇଛ ବେଶୀ ହବ ନହେଲେ ଖାଲି ପେଟ ରହିଲେ ବେଶୀ ବାନ୍ତି ହବ ଉଠୁ କ'ଣ ହଉଛି କ'ଣ ହଉଛି ଧନିଆ ଉଠୁ ଆଇ କ'ଣ ଦେମି ଟିକେ ଖାଇଦେବୁ ନଡ଼ୁଆ କି ବିସ୍କୁଟ ଦେବି ନହେଲେ ଖାଇଦେବୁ ଆଉ କ'ଣ ଖାଇବୁ କ'ଣ ଖାଇବୁ ଧନ କ'ଣ ଖାଇବୁ ଉଠୁନୁ ତ ଭଲ ଲାଗୁନି ତା ଉଠୁ ତାକୁ ଭଲ ଲାଗୁ ସେ ଉଠୁ ତାର କ'ଣ ଖାଇବା ଜବରଦସ୍ତି ବି ଖୋଇଲେ ବାନ୍ତି କରିଦେବ ଭଲ ଲାଗୁନି ଆଜି ମାନେ ଗୋଟେ ଛୁଆଟାର ଦେହ ପା ଖରାପ ହେଲେ ଭଲ ଲାଗିବନି କାହାକୁ ଆଉ ଚାଲନ୍ତୁ କ'ଣ ଟିକେ ମୁଁ ସେପଟରେ କ'ଣ ଟିକେ କରି ଆସେ ଭଲ ଲାଗୁନି ଟୋଟାଲି ଏ ପୁଣି ଉଠିକି ପୁଣି ବାନ୍ତି କରିଦେଲା ଆଉ ORSଟା ଆଣିକି ପିଉଛି ORSଟା ଆଣିଦେଲି କ'ଣ ହେଇଛି କେଜାଣି ଫୁଡ୍ ପଏଜନ୍ ହେଇଛି କି କ'ଣ ଆଉ ପୁଣି ସେ ତାକୁ ଉଠେଇକି ତାକୁ ଚୁଡ଼ା ଗୁଣ୍ଡ ଖୋଇଦେଲି ବିସ୍କୁଟ ହେରିକା ପକାଇ ଚୁଡ଼ା ଗୁଣ୍ଡ ଖୋଇଦେଲି ତା 10-15 ମିନିଟ୍ ଯାଇନି ବାନ୍ତି ପୁଣି କରିଦେଲା ସେଠୁ ଗଲି ସାଙ୍ଗେ ପଠେଇଲି ଆଉ ଯାଇକି ଆଣିକି ORSଟା ଦେଇଛି ORS ପିଉଛି ଆଜି ସ୍କୁଲଟା ଯାଇଥାନ୍ତା ଆଜି ତାର ଥିଲା ପ୍ରୋଜେକ୍ଟ ଥିଲା ବିଜ୍ଞାନ ମେଳା
ଆଉ ଏଇ କାର୍ଡ଼ବୋର୍ଡ଼ ଆଣିକି କରିଥିଲେ ନେଇକି ଯାଇଥାନ୍ତା, ଦେଖିଲା ବେଳକୁ ଏମିତି ତ ଦେହ ଖରାପ ହେଇଗଲା। କ'ଣ ପିଇ ଦେ ନା, ସବୁ ପିଇ, ଦେହ ଜମା ଭଲ ଲାଗୁନି। ଘରେ ଗୋଟେ ଛୋଟରୁ ଦେହ ଖରାପ ହେଲେ ଭାବନ୍ତୁ କେମିତି ଲାଗୁଥିବ। ଆଉ ଟୋଟାଲି ସେ ଉଠିଲା କେତେବେଳେ, ଏଇ 10ଟା ବେଳେ ସେ ଉଠିଲା। 10ଟା ବେଳେ ପର୍ଯ୍ୟନ୍ତ ଶୋଇଛି, କହିଲା ମୁଁ କିଛି ଖାଇମିନି। ଜବରଦସ୍ତି ତାକୁ ଗୋଟେ ଖୋଇଲି, ତାପରେ ହିଁ ବାନ୍ତି କରିଦେଲା। ଆଉ ORSଟା ପିଉ, ଦେଖିବା ପୁଣି ଖରାବେଳ କ'ଣ ଟିକେ ଦେଖିବା ଖାଇଦେଲା। ଖାଇବା ବି କାଲିଠୁ ବେତାଳିଆ ହେଇଯାଇଛି, ସେଥିପାଇଁ ବୋଧେ ଫୁଡ୍ ପଏଜନ୍ ହେଇଯାଇଛି। ମୁଁ ଏବେ ବାହାରି ସାରିଲିଣି, ତାକୁ ନେଇକି ଯିବି। ଆଉ ଆମ ଗାଁ ପାଖରେ ଅଛି ଯେଉଁ ମେଡ଼ିସିନ ଦୋକାନ, ସେଇଠିକି ନେଇକି ଯିବି। ତ ପୁଣି ବାନ୍ତି ପୁଣି ହେଲା, ପୁଣି ହେଇସାରିଲାଣି, ଆହୁରି ଥରେ 2 ଥର ହେଇସାରିଲାଣି। ଆଉ ତାକୁ ଏବେ ନେଇକି ଯିବି, ନେଇକି ଆସେ କ'ଣ ହେଇଛି କ'ଣ ନାହିଁ। ଆଉ ଯାଉଛି, ଏବେ ମୁଁ ବାହାରି ସାରିଲିଣି, ତାକୁ ନେଇକି ଯାଏ କ'ଣ ହେଇଛି ବୁଝିକି ଆସିଛି, ମେଡ଼ିସିନ କ'ଣ ନେଇକି ଆସିଲି କ'ଣ ହେଇଛି କ'ଣ ନାହିଁ କହିବି ଆପଣମାନଙ୍କୁ। ଧନ ଭାଇ କ'ଣ ହେଉଛି, ଦେଖିକି ଆସେ କ'ଣ ହେଉଛି କ'ଣ ହେଇଛି ତା'ର, ବୁଝିକି ଆସିଯିବି। ତାପରେ ମେଡ଼ିସିନ କ'ଣ ଏକାଥରେ ନେଇକି ପଳେଇ ଆସିବି। ଆଉ ମନଟା ଜମା ଭଲ ଲାଗୁନି। ତାକୁ ମେଡ଼ିସିନ ନେଇକି ଯାଇଥିଲି, ଯେଉଁ ମେଡ଼ିସିନ ଷ୍ଟୋରକୁ ନେଇକି ଯାଇଥିଲି। ଆଉ ଖାଲି ନର୍ମାଲ୍ ବାନ୍ତି ହେଉଥିଲା, ଏଥିପାଇଁ ଆଉ ମେଡ଼ିକାଲ ନେଲିନି। ଆଉ ନେଇଗଲି, ସେଠୁ ଦେଖିକି ସେ କହିଲେ କି ଆଉ ଏମିତି ଖାଇବା ଟିକେ ଏପଟ ସେପଟ ହେଇଛି, ଆଉ ତାକୁ ଖାଲି ବାନ୍ତି ମେଡ଼ିସିନ ଗୋଟେ ଟ୍ୟାବଲେଟ୍ ଦେଇଛନ୍ତି, କହିଲେ କିଛି ଆଉ ହେବନି। ଆଉ ହେଲେ ରାତିରେ ନେଇ ଆସିବ ଦେଖିବା, ନହେଲେ ରାତିରେ ଯଦି ହୁଏ ତାକୁ ମେଡ଼ିକାଲ ନେଇକି ଯିବେ। ଆଉ ଖାଲି ସେ ମେଡ଼ିସିନ ଖାଇକି, ଆଉ ମନା କରିଥିଲେ ବି କିଛି ତେଲ ଜିନିଷ ଅଲଗା କିଛି ଖାଇବା ଦେବନି, ନର୍ମାଲ୍ ଖାଇବା ଉପରେ ଦେବ। ଆଉ ତାକୁ ଭାତ ଆଉ ଆଳୁ, ଖାଲି ଆଳୁ ଲୁଣ ରସୁଣ ଟିକେ ଦଳିକି ଦେଲି, ଆଉ ଲେମ୍ବୁ ଝୋଳ ଟିକେ କରିଦେଲି, ସେଇଆକୁ ଖାଇଲା। 3 ଗୁଣ୍ଡା ଭଳିଆ ଖାଇଛି, ଆଉ ବେଶୀ ଖାଇଲାନି। ମୁଁ କହିଲି ଯେତିକି ରୁଚୁଛି ଜବରଦସ୍ତି କହିଲେ ପୁଣି ବାନ୍ତି କାଳେ ହେଇଯିବ। ଆଉ ସେଇଆ ଖାଇକି ସେଇଠି ଶୋଇଛି। ଶୁଖିଗଲାଣି ଛୁଆଟା ପୁରା, କିଏ କାଲି କ'ଣ ଗଲା ଏଠି, କି ଖାଇବା ଖାଇଲା ଆଜି ଏମିତି। ତାପରେ ଶୀତ ଦିନ ପାଇଁ ବେଶୀ ଇଏ ହେଉଛି, ଆଉ ଭଲ ଲାଗୁନି ଟୋଟାଲି। ସେଠୁ ଆସିକି ତା ମେଡ଼ିସିନ ଦେଇକି ଫଟାଫଟ ରୋଷେଇ ସବୁ କରିଦେଇକି ତାକୁ ଖୋଇଦେଲି। ଖୋଇ ଦେଇକି ଆଉ ଆସିଲା, ଏବେ ଶୋଇଲା। ଆଉ କ'ଣ ସବୁ ରୋଷେଇ ହେଇଛି ଚାଲନ୍ତୁ ଆପଣମାନଙ୍କୁ ସେୟାର କରିଦେଉଛି। ଚାଲନ୍ତୁ ଯିବା ଦେଖିବା କ'ଣ ରୋଷେଇ ହେଇଛି। ଭଜା ହେଇଥିଲା, ଏ ଯେଉଁ କୋବି ନାଡ଼ି ଶାଗ, ହେଉଛି ଡାଲମା, ଆଉ ଏପଟେ ବାଇଗଣ ଭଜା, ଦଳା ହେବ ପିଆଜ ଲଙ୍କା ଦିଆହେଇକି। ଏଇଟା ହେଉଛି ବନ୍ଧାକୋବି ସନ୍ତୁଳା। ଖାଇଛି ଭାତ ଆଳୁ। ଖାଇକି ଶୋଇଛି। ଖାଇବୁ, ଆମେ ଏବେ ଯିବୁ ଖାଇବୁ। ଆଉ ଆମ ଛୁଆ, ସବୁ ଛୁଆ ଆଉ ଆମ ମା' ହେରିକା ସବୁ ଖାଇ ଖୁଇ ଦେଇଛନ୍ତି, ଆଉ ଆମେ ଖାଇନୁ। ଆଉ ଟିକେ ଗଲେ ଆମେ ଖାଇବୁ। ଭଲ ଲାଗୁନି କିଛି, ସତ କଥା। କେମିତି ପୁରା ଶୁଖିଗଲାଣି ଛୁଆଟା। ଆଉ ଆଜି ପୁଣି ଯାହା ହଉ ବର୍ଷା ନାହିଁ। ଆଉ ଖରା ହେଇଛି, ଖାଲି ଖରା ହେଉଛି, କାଉଁଳୁଛି। ଆଉ ଛାତରେ ସବୁ ଲୁଗାପଟା ବି ପଡ଼ିଛି, ଆସିବ। ଆଉ ଖାଇ ଖୁଇ ସାରିଲା ପରେ ଯିବୁ ଆଣିବୁ। ଆଉ ବେଶୀ ଭିଡ଼ିଓ ଲଙ୍ଗ୍ କରୁନି। ଆଉ ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଥାଏ, ନିଶ୍ଚିତ ମୋ ଭିଡ଼ିଓ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏତିକି କହି ରଖୁଛି, ଧନ୍ୟବାଦ। ଜୟ ଜଗନ୍ନାଥ ସାଙ୍ଗମାନେ, ପୁଣି ଆଉ ଗୋଟେ ଭିଡ଼ିଓରେ ଦେଖା ହେବା। ଆଉ ରଖୁଛି, ଟାଟା ବାଇ ବାଇ ସାଙ୍ଗମାନେ।